ପିଲାମାନେ ଚାଲ ଆଜି ଆମେ ଆଉ ଗୋଟିଏ ସୁନ୍ଦର ଶିକ୍ଷଣ ଗପ ଶୁଣିବା। ଗପଟିର ନାଁ ହେଉଛି ସନ୍ତୋଷ। ତାହେଲେ ପିଲାମାନେ ଚାଲ ଗପଟି ଆରମ୍ଭ କରିବା। ତମେମାନେ ମନ ଦେଇ ଶୁଣିବ ହେଲା। ହଉ ଠିକ୍ ଅଛି। ଆଉ ଆମେ ଏହି ଗପରୁ କିଛି ଶିଖିବା ହେଲା। ହଉ। ଅନେକ ଦିନର ତଳର କଥା। ଜଣେ ଭଦ୍ରଲୋକ ସୁନ୍ଦର ଘରଟିଏ ତୋଳାଇଲେ। ଘରର ଆଗପଟେ ଗୋଟିଏ ପଥରରେ ଖୋଦେଇ କରି ଲେଖିଦେଲେ, ଯେଉଁ ଲୋକ ସର୍ବପ୍ରଥମେ ନିଜକୁ ସନ୍ତୁଷ୍ଟ ବୋଲି ପ୍ରମାଣ କରିଦେବ, ଏ ଘରଟି ତାକୁ ମିଳିବ। ସେ ବାଟରେ ଯେ ଯାଉଥାଏ ସୁନ୍ଦର ଘରଟିକୁ ଦେଖି ଟିକିଏ ଠିଆ ହୋଇଯାଏ। ତାପରେ ଫଳକଟିକୁ ପଢ଼ି ସେ ବିଷୟରେ ଜାଣିପାରେ। ଅନେକ ଲୋକ ଘରଟିକୁ ପାଇବାର ଆଶା କରି ସ୍ୱପ୍ନ ଦେଖନ୍ତି, ମାତ୍ର କେହି ନିଜକୁ ସନ୍ତୁଷ୍ଟ ବୋଲି ପ୍ରମାଣ ଦେବାକୁ ସାହସ କରନ୍ତି ନାହିଁ। ଥରେ ଜଣେ ଅଚିହ୍ନା ଲୋକ ଘର ମାଲିକଙ୍କ ପାଖରେ ପହଞ୍ଚିଲା। ସେ ନିଜକୁ ଜଣେ ସନ୍ତୁଷ୍ଟ ବ୍ୟକ୍ତି ବୋଲି କହିଲା ଓ ଘରଟିକୁ ମାଗିଲା। ଏକଥା ଶୁଣି ଭଦ୍ରଲୋକ ମୁରୁକି ହସିଲେ। ସେ କହିଲେ ଯେ ତାଙ୍କର ସନ୍ତୋଷ ନାହିଁ। ଯଦି ଥାଆନ୍ତା ସେ ପୁଣି ଏ ଘରଟାକୁ ନେବାର ଇଚ୍ଛା କରିନଥାନ୍ତେ। ତେଣୁ ସେ ପର୍ଯ୍ୟନ୍ତ ସେ ମଧ୍ୟ ଅସନ୍ତୁଷ୍ଟ ଥିଲେ। ଅତଏବ ଘରଟି ତାଙ୍କୁ ମିଳିବ ନାହିଁ। ଏହା କହି ଘର ମାଲିକ ସେ ଲୋକଟିକୁ ତଡ଼ିଦେଲେ। ତାହେଲେ ପିଲାମାନେ ଆମେ ଏହି ଗପରୁ କ'ଣ ଶିଖିଲେ? ନା ଆମେ ଏହି ଗପରୁ ଶିଖିଲେ ଯେ ଇଚ୍ଛା କମ୍ କଲେ ସନ୍ତୋଷ ଅଧିକ ମିଳିବ। ଇଚ୍ଛା କମ୍ କଲେ ସନ୍ତୋଷ ଅଧିକ ମିଳିବ। ତାହେଲେ ପିଲାମାନେ ଗପଟି ତୁମମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ନା? ଆଚ୍ଛା ହଉ ଠିକ୍ ଅଛି। ମୁଁ ତୁମମାନଙ୍କ ପାଇଁ ପୁଣି ଆଉ ସୁନ୍ଦର ସୁନ୍ଦର ଶିକ୍ଷଣ ଗପ ନେଇକି ଆସିବି। ଆଜି ପାଇଁ ରହିଲି ପିଲାମାନେ। ଧନ୍ୟବାଦ।